Computer tool, no? ଭାଗବତର ଏକାଦଶ ସ୍କନ୍ଦ ନବମ ଅଧ୍ୟାୟରେ ପିଙ୍ଗଳା ବେଶ୍ୟା ଉପାଖ୍ୟାନ ସ୍ଥାନ ପାଇଛି। ଏଇଟା ବି ଇମ୍ପୋର୍ଟାଣ୍ଟ। କୋଉଠୁ ଆସିଛି ନା ଭାଗବତର ଏକାଦଶ ସ୍କନ୍ଦ ନବମ ଅଧ୍ୟାୟ। ଅବଧୂତ ଯଦୁରାଜଙ୍କ ନିକଟରେ ପହଞ୍ଚି ଆପଣା ଆଦର୍ଶ ଜୀବନର ରହସ୍ୟ ଓ କେଉଁ ଗୁରୁଙ୍କ ଠାରୁ କି ଶିକ୍ଷା ଲାଭ କରି ସେ ଜୀବନକୁ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳିତ କରୁଛନ୍ତି ତାହା ସୂଚନା ଦେଇଛନ୍ତି। କିଏ ତାକୁ ପଚାରିଛନ୍ତି? ଅବଧୂତ କାହାକୁ ଅଛି? ଯଦୁରାଜଙ୍କ ପାଖକୁ ଯାଇଥିଲେ, ତାକୁ ପଚାରିଲେ ଯେ ଜୀବନର ଭିତରେ ମାନେ ଯେତେ ସବୁ ଶିକ୍ଷା ଗ୍ରହଣ କରିଛ ତମର ଗୁରୁ କେତେ ଜଣ? ସେ କହିଛନ୍ତି କଣ ନା ମୁଁ ଯେତେ ସବୁ ଶିକ୍ଷା ଗ୍ରହଣ କରିଛି ମୋର 24 ଜଣ ଗୁରୁ ଅଛନ୍ତି ହେଲା। ସମସ୍ତଙ୍କ ଠାରୁ କିଛି କିଛି ମାନେ ଶିକ୍ଷା ଗ୍ରହଣ କରିଛି। ତା ଦେହରୁ ଅନ୍ୟତମ ହଉଛି କିଏ? ପିଙ୍ଗଳା। ପିଙ୍ଗଳା ହଉଛି ଯିଏ ଗୋଟେ ଶିକ୍ଷା ନାରୀ, ତାଠାରୁ ବି ମାନେ ଗୁରୁ କିଛି ଶିକ୍ଷା ଗ୍ରହଣ କରୁଛନ୍ତି। ସେଇଟା ହଉଛି ମାନେ ଏଇ ବିଷୟ ବସ୍ତୁ ହେଲା। ମାନେ କଣ ଶିକ୍ଷା ଗ୍ରହଣ କରିଛି ତା ବିଷୟରେ ସେ କହିଛନ୍ତି। ଦେଖ ସେହି 24 ଗୁରୁଙ୍କ ମଧ୍ୟରେ ପିଙ୍ଗଳା ଜଣେ ସେ ବିଦେହ ନଗରର ନଟି ବା 12 ଥିଲା ହେଲା। ବିଦେହ ନଗର ମାନେ ସେ ଯୋଉ ନଗରରେ ବାସ କରୁଥିଲା ସେ ନଗର ନାଁ ହଉଛି କଣ ନା ବିଦେହ ନଗର। ଅବଧୂତ ଜାଣିନ ଜଣେ ପୌରାଣିକରେ ଅଛନ୍ତି, ସେ ଜଣେ ମାନେ ଶିଷ୍ୟ। ସିଏ କଣ ନା ଯୋଉ ଯଦୁରାଜଙ୍କୁ ଯାଇକି ପଚାରିବେ ହେଲା। ଦେଖ ଜୀବନ ଯାକ ସେ କେତେ ରସିକ ନାଗରକୁ ଖୁସି କରି ଅର୍ଜନ କରିଛି ଅସୁମାରୀ ଅର୍ଥ। କିଏ କହିଲ? ପିଙ୍ଗଳାଜୀ। ଦିନେ ସନ୍ଧ୍ୟା ସମୟରେ ଜଣେ ସମ୍ଭ୍ରାତ ଧନୀ ଯୁବକ ସଂକେତ ଦେଇ ଯାଇଛନ୍ତି ତା ପୁରକୁ ଆସିବେ ବୋଲି। ମାନେ ଜଣେ ମାନେ ପୁରା ବଡ ଲୋକର ଯୁବକ, ତା ପାଖରେ ବହୁତ ପଇସା। ସେ ଦିନେ ସନ୍ଧ୍ୟାରେ ଆସିକିନା ପିଙ୍ଗଳାକୁ କହିକି ଯାଇଛି କି ମୁଁ ଆଜି ରାତିରେ ଘରକୁ ଆସିବି। କିନ୍ତୁ ସେ ନ ଆସିବାରୁ ଅପେକ୍ଷାମାନ ବାସକ ସଜ୍ଜା ପିଙ୍ଗଳାର ଖବାନ୍ତର ଘଟିଛି। ମାନେ ପିଙ୍ଗଳା ସିଏ ଆସିବ ବୋଲି ମାନେ କଣ କରୁଛି ନା ତାର ଘରେ ସିଏ ସ୍ନାନ କରେ, ସେ ଗୃହ ସେ ସଜେଇଛି। ତାର ମାନେ ଅପେକ୍ଷା କରିକିନା ରାତି ବିତି ଯାଇଛି କିନ୍ତୁ ସେ ପୁରୁଷ ଜଣକ ଯିଏ ଆସିନାହାନ୍ତି। ତାପରେ ସେ ଭାବିଛି ପ୍ରହରକ ପରେ ପ୍ରହରକ ବିତି ଯାଇଛି। ପ୍ରହରକ ମାନେ ସମୟ ପରେ ସମୟ ବିତି ଯାଇଛି। ଶେଷରେ ଦ୍ୱିତୀୟ ପ୍ରହରକୁ ପିଙ୍ଗଳାର ଚେତନା ଜାଗ୍ରତ ହେଇଛି। ମାନେ ଦ୍ୱିତୀୟ ପ୍ରହର ମାନେ ରାତି ଯେତେବେଳେ 2ଟା ପରେ, ହଁ ସେ 2ଟା ପରେ ହେଲା। ହଁ ମାନେ 2ଟା ପରେ ହେଲା। ଦ୍ୱିତୀୟ ପ୍ରହରକୁ ସେ ଭାବିଛି କି ମାନେ ସବୁଦିନ ଏମିତି ପୁରୁଷ ମାନଙ୍କୁ ମାନେ ଅପେକ୍ଷା କରୁଛି, କିନ୍ତୁ ଆଜି ମୁଁ ଜଣକୁ ମାନେ ମତେ ମାନେ ମୋ ପାଖକୁ ସବୁ ପୁରୁଷ ଆସନ୍ତି, କିନ୍ତୁ ମୁଁ ଆଜି ଗୋଟେ ପୁରୁଷ ପାଇଁ ଅପେକ୍ଷା କରିଥିଲି, ସେ ପୁରୁଷ ଆଜି ମତେ କଥା ଦେଇକି ଆସିଲେଣି। ମାନେ ନିଜକୁ ନିଜ ଧିକ୍କାର ମନେ କରୁଛି ହେଲା। ତା ହୃଦୟରେ କାମନାର ଢେଉ ପରିବର୍ତ୍ତେ ସେ ଉପଲବ୍ଧି କରିଛି ମୋ ପ୍ରାଣନାଥ ଅଛି ପାଖରେ। ମାନେ ସେ ଲାଷ୍ଟକୁ କଣ କରିଛି ନା ମାନେ ନିଜ ଧୋକାରେ କରିଛି। ତାପରେ ସେ କଣ କରୁଛି ପ୍ରାଣନାଥ ସେ କଣ କରୁଛି ଠାକୁରଙ୍କର ଆଶ୍ରୟ ନେଇଛି ନା ଶ୍ରୀକୃଷ୍ଣଙ୍କର ଆଶ୍ରୟ ନେଇଛି। କହିଛି ଯଦି ମୁଁ ମୋ ପରପୁରୁଷ ପ୍ରତି ମନ ଦେବି ତାଙ୍କର ଅପେକ୍ଷା କରିବି, କି ଆଜି ନ ଆସିଲେ ମୋ ମନ ଦୁଃଖ ହଉଛି କି ମୁଁ ନିଜ ଯଦି ମୁଁ ଭଗବାନଙ୍କ ଆଶ୍ରୟ ନେବି ତାହେଲେ ମତେ ଆଉ କାହାକୁ ଅପେକ୍ଷା କରିବାକୁ ପଡିବନି, ନାଇଁ କି କାହାକୁ ମାନେ କଥା ଦବାକୁ ବି ପଡିବନି ହେଲା। ସେଥିପାଇଁ ସେ କଣ କରୁଛି ନା ଭଗବାନଙ୍କର ଆଶ୍ରୟ ନେଇଛି ମାନେ ଶ୍ରୀକୃଷ୍ଣଙ୍କର। ମୁହିଁ ନ ଦେଖେ ମୋହ ବସେ ମାନେ ଗୋଟେ ଯୋଉଟା ଉଦାହରଣ ଦେଇଛି, ଧନ ସମ୍ପତ୍ତି ସକଳ ପ୍ରାଚୁର୍ଯ୍ୟ ଓ ଯୌବନକୁ ପଛରେ ଛାଡି ପିଙ୍ଗଳା ହୋଇଯାଇଛି ସନ୍ନ୍ୟାସିନୀ। ସନ୍ନ୍ୟାସିନୀ ମାନେ ଶ୍ରୀକୃଷ୍ଣଙ୍କ ନାଁରେ ସନ୍ନ୍ୟାସିନୀ ହେଇଯାଇଛି ପିଙ୍ଗଳା। ଅଛି ତ ବିଷୟରେ ପଢିବ। ସେଇ ସନ୍ନ୍ୟାସିନୀ ପିଙ୍ଗଳାର ଉତ୍ତରଣ ଚିତ୍ର ପ୍ରଦାନ କରିଛନ୍ତି କବି ରାଧାମୋହନ ଗଣେଶ। ପଢିବା ବସ ସମସ୍ତେ ବସ। ଦେଖ
ପିଙ୍ଗଳାର ଅଭିସାର। ପିଙ୍ଗଳାର ଅଭିସାର ମାନେ ପିଙ୍ଗଳା ହଉଛି କିଏ? କିଏ? ନାରୀ। ଅଭିସାର ମାନେ ଅଭିସାର ପିଙ୍ଗଳାର ଅଭିସାର ମାନେ ଅଭିସାର ମାନେ ଅଭିଳାଷ ମାନେ ମନରେ କିଛି ଯୋଉ ପରିବର୍ତ୍ତନ ଘଟିଲା। ଦେଖ ନଆସିବ ଆଉ ରସିକ ନାଗର ନଆସିବ ଆଉ ପୁରେ 12 ବଧୁ ମୁହିଁ ପିଙ୍ଗଳା ଆଜି ଚାଲି ଯାଉଅଛି ହେଲା। ଯେତେବେଳେ ସେ ପୂର୍ବରୁ ପଢିଲ ଯେତେବେଳେ ସେ ଗୋଟେ ମାନେ ଦିନେ ସନ୍ଧ୍ୟାରେ ସନ୍ଧ୍ୟା ସମୟରେ ପୁରା ଯୁବକଟି ଆସି ତାକୁ କହିଛି ରାତିରେ ମୁଁ ତମ ପାଖକୁ ଆସିବି। ପିଙ୍ଗଳା କହିକି ଯାଇଛି। ପିଙ୍ଗଳା କଣ କରୁଛି ତା ବାସକୁ ସଜାସଜି କରିଛି ସବୁ ମାନେ ସେ ଯୋଉ ବି ହୁଏ ହେଲା ଚିତ୍ର ବିଚିତ୍ର ଫୁଲରେ ସବୁ ସଜେଇଛି। କିନ୍ତୁ ସମୟ ପରେ ସମୟ ବିତି ଯାଇଛି ସେ ପୁରୁଷ ଆଉ ଆସିନି। ଇଏ ଭାବିଛି କଣ ନା ଆଜି ମୁଁ ବହୁତ ପଇସା ରୋଜଗାର କରିବି। ତା ଜୀବନର ଖାଲି ଲକ୍ଷ୍ୟ ଥିଲା କେମିତି ମୁଁ ବହୁତ ପଇସା ରୋଜଗାର କରିବି ହେଲା। ଯେତେବେଳେ ସେ ଦେଖିଛି ଧନୀ ଘର ପୁଅ ମାନେ ମୁଁ ବହୁତ ଇନକମ କରିବି ତୁ ଇଏ ମାନେ ପ୍ରହରର ସମୟ ପରେ ସମୟ ବିତି ଯାଇଛି ସେ ପୁରୁଷ ଆଉ ଆସିନି। ସେଥିପାଇଁ ମାନେ ସେ ନିଜ ନିଜ ଚିନ୍ତାର କରିକିନା କହିଛି ନଆସିବ ଆଉ ରସିକ ନାଗର ମାନେ ରସିକ ନାଗର ମାନେ ଆଉ ଏ କୋଉଠିକି ନା ବିଦେହ ନଗରକୁ ଆଉ ଆସିବେନି ହେଲା। ନଆସିବେ ଆଉ ପୁରେ କୋଉ ପୁରକୁ ଯୋଉ ପୁରରେ କଣ ଯୋଉ ଇଏ ପିଙ୍ଗଳା ବାସ କରୁଥିଲା କୋଉଠି ବିଦେହ ନଗର ହେଲା। ଏଇ ପୁରକୁ ଆଉ ରସିକ ନାଗର ଦେଇ ଆସିବେ ନାହିଁ ହେଲା। ଆଉ କଣ ନା 12 ବଧୁ ମୁହିଁ ପିଙ୍ଗଳା ଆଜି ଚାଲି ଯାଉଅଛି। ସେ କହିଛି ମୁଁ ହଉଛି ମାନେ 12 ବଧୁ ଏଠି ମୁଁ ଏଇଠି ମାନେ କୋଉଠି କୋଉ ନଗର ବାସ କରୁଥିଲା ବିଦେହ ନଗରରେ ବାସ କରୁଥିଲା। କିନ୍ତୁ ମୁଁ ଆଜି ଏଇ ବିଦେହ ନଗରକୁ ଆଉ ରସିକ ପୁରୁଷ ମାନଙ୍କୁ ଛାଡି ଆଜି ବହୁତ ଦୂରକୁ ଚାଲି ଯାଉଛି ହେଲା। 12 ବଧୁ ମାନେ ଦେଶ ନାରୀକୁ 12 ବଧୁ କରେ। ଦେଖ ଫୁଲ ସେଜ ଆଉ ସେଜାଇ ନୀତି ରାତି ସାରା ବସି ସେ କହୁଛନ୍ତି ମାନେ ସିଏ ଯଦି କହୁଛି ମୁଁ ଯଦି ପଳେଇବି ତାହେଲେ ଆଉ ରାତି ସାରା ମୁଁ ତ ଆଉ ସେଜରେ ଫୁଲ ଆଉ ସଜେଇବିନି ନା। ଆଉ କଣ ନା କେଳି ଦୀପ ଆଉ ଜାଳିବି ନାହିଁ ମୋ ପୁଣ୍ୟ ସୁହାଗେ ବସି ହେଲା। ସେ କହୁଛନ୍ତି କେଳି ଦୀପ ମାନେ ସେଇ ଯୋଉ କଣ କହିଲ ସେଇ ବାସର ଗୃହରେ ଗୋଟେ ଦୀପ ଜଳେ ସେଇଟାକୁ କେଳି ଦୀପ। ସେ ଗୋଟେ ଦୀପ ଅଛି ଦୀପର ନାମ ହଉଛି କେଳି ଦୀପ। ସେଇ ଗୃହଟା ବାସର ଗୃହରେ ଯୋଉ ଦୀପ ଜଳେ ସେଇ ଦୀପ ନାଁ ହଉଛି କେଳି ଦୀପ। ଦେଖ ସେ କହୁଛନ୍ତି କି ମୁଁ ଯେତେବେଳେ ଛାଡିକିନା ପଳେଇବି ସେତେବେଳେ ସେଇ ଯୋଉ ଆଉ ଏଇ ଫୁଲରେ ସଜେଇବେନି କି ଆଉ ମାନେ ପୁଅକୁ ଆଉ ଘରେ ଆଉ କିଏ କେଳି ଦୀପ ଜାଳିବେନି। ପୁଣ୍ୟ ସୁଆଗେ ରଖି ମାନେ 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 ଆଦର ଦେଖ କାହା ଆଗେ ଆଉ ଦେଖାଇବି ନାହିଁ ଧୀର ଧୀର ଅଭିନୟ। ଦେଖ ପିଲାମାନେ ଯିଏ ବେଶ୍ୟା ନାରୀ ତା ପାଖକୁ କଣ ସବୁଦିନ ମାନେ ଅଲଗା ଅଲଗା ପୁରୁଷ ସବୁ ଯାଉଥିବେ ସମସ୍ତଙ୍କ ଆଗରେ ପ୍ରେମର ଅଭିନୟ କରୁଥିବ ନାଇଁ କି ସମସ୍ତଙ୍କ ଆଗରେ ପ୍ରେମର ସେ କହୁଛି ଯେ ମୁଁ ଯଦି ପଳେଇବି କୋଉଠିକି ନା ବହୁତ ଦୂରକୁ ମୋର ପ୍ରିୟତମ ପାଖକୁ ମାନେ କୃଷ୍ଣଙ୍କ ପାଖକୁ ମୁଁ ଯେତେବେଳେ ପଳେଇବି ସେତେବେଳେ ଆଉ ମୁଁ କାହାରି ଆଗରେ ମୋର ପ୍ରେମର ଅଭିନୟ ଆଉ କରିପାରିବି ନାହିଁ। ନିଶାର ଅସାର ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ସେ କହୁଛନ୍ତି ନିଶା ମାନେ କଣ ସେମାନେ କହୁଛନ୍ତି ରାତିର ଅସାର ଅସାର ମାନେ ମିଥ୍ୟା ଶକ୍ତି ମିଥ୍ୟା। ସେ କହୁଛନ୍ତି ରାତିରେ ଅସାର ସ୍ୱପ୍ନ ସମାନ ସକଳ ଭଜିଛି ଲୟ। ଯେମିତି ରାତିରେ ମାନେ ଗୋଟେ ଗୋଟେ ସ୍ୱପ୍ନ ଆସେ ସକାଳ ଆସିଲା ବେଳକୁ ମାନେ ସିଏ ମନରୁ ମାନେ ସକାଳେ ରାତିରେ ଦେଖିବ ସେ ସ୍ୱପ୍ନ ଟା ଭାବିକି ତମକୁ ଏତେ ଜୋର ଡର ଲାଗୁଥିବ ଯେତେବେଳେ ଦିନ ପଳେଇ ଆସିବ ସେ ସ୍ୱପ୍ନଟାକୁ ତମେ ଭୁଲିଯିବ। ସେ ସେଇ କଥା କହୁଛି ଯେମିତି ରାତିର ସ୍ୱପ୍ନ ଭଳିଆ କି ମୋ ଜୀବନରେ କିଛି ସମୟ ପର୍ଯ୍ୟନ୍ତ ମାନେ ରାତି ଥିଲା ମାନେ ଏବେ ସେଇ ମାନେ ସକାଳର ଉଦୟ ଘଟିଛି ଯେକି ସକାଳ ଆସିଲା ବେଳକୁ ମୁଁ ମୋର ପଛ କଥା ଗୁଡାକୁ ଭୁଲିକିନା ମୁଁ ମୋର ସକାଳ ଆରମ୍ଭ କରିବି ହେଲା। ଆଉ କଣ ନା ମରମେ ମୋହର ଲଭି ଅଛି ଆଜି ଦିବ୍ୟ ପରମ ଧନ ହେଲା। ସେ କହୁଛନ୍ତି ପରମ ମାନେ ମର୍ମରେ
ତା ହୃଦୟରେ ହେଲା ମର୍ମରେ ମୋହର ମାନେ ପିଙ୍ଗଳାର ଲଭି ଅଛି ଆଜି ଦିବ୍ୟ ପରମ ଧନ ସେ କହୁଛନ୍ତି କି ମୋ ମନରେ ଆଜି ଗୋଟେ ପରମ ଜ୍ଞାନ ଉଦୟ ହେଇଛି ମାନେ ସେ ଆଗରୁ ମାନେ ଏତେ ସବୁ ମାନେ ଖରାପ କାମ କରୁଥିଲା ଏତେ ଏମିତି କରୁଥିଲା କିନ୍ତୁ ସିଏ ଆଜି ତା ମନକୁ ମାନେ ଏତେ ମାନେ ବାଧିଛି ସେ ଆଜି କଣ କରୁଛି ନା ଖରାପ କଥା ଛାଡିକି ସେ ଭଲ ପାଠକୁ ଆପଣେଇଛି ସେଥିପାଇଁ ସେ କହୁଛି ମୋ ମନରେ ଆଜି ଗୋଟେ ପରମ ଦିବ୍ୟ ଜ୍ଞାନ ଉଦୟ ହେଇଛି ହେଲା ଆଉ କଣ ନା ମରତ ପଥର ମରତ ହଉଛି ମୃତ୍ୟୁ ହେଲା ମରତ ପଥର ଅମର ବନ୍ଧୁ ଅନ୍ତର ବିମୋହନ କହୁଛି ମୁଁ ଯାହା ପାଖକୁ ଆଜି ସବୁ ଛାଡିକି ଚାଲି ଯାଉଛି ସେ ହଉଛନ୍ତି କଣ ନା ମୃତ୍ୟୁ ପରେ ବି ସିଏ ବି ମୋ ସହିତ ରହିଥିବେ କିଏ ଭଗବାନ ହେଲା ଇଏ ପୁରୁଷ ସିନା ମତେ କଥା ଦେଇକି ଆସୁନାହାନ୍ତି କିନ୍ତୁ ମୁଁ ଏବେ ଯୋଉ ପୁରୁଷଙ୍କର ହାତ ଧରିବି ଯୋଉ ପୁରୁଷଙ୍କ ପାଖକୁ ଯିବି ମୁଁ ମରିବା ପର୍ଯ୍ୟନ୍ତ ବା ମାନେ ମରି ସାରିଲା ପରେ ବି ସିଏ ମୋ ସହିତ ଥିବେ ଅନ୍ତର ବିମୋହନ ମାନେ ଯିଏ ମାନେ ମନକୁ ବିମୋହିତ ଆକର୍ଷଣ କରିବେ ଯିଏ କି ପିଙ୍ଗଳାର ମନକୁ କିଏ ଆକର୍ଷଣ କରିଛନ୍ତି ନା ନା ଶ୍ରୀକୃଷ୍ଣ ହେଲା ଅନ୍ତର ବିମୋହନ କାରଣ ସେ ଏତେ ପୁରୁଷଙ୍କ କଥା ଛାଡିକି ସେ କାହିଁକି ଶ୍ରୀକୃଷ୍ଣଙ୍କ ପାଖକୁ ଚାଲିଗଲା କଣ କହୁଛ ଶୁଭୁନି ସକାଳ ଭଜିଥିଲା ମାନେ କହିଲି ଯୋଉ ସ୍ୱପ୍ନଟା ରାତିରେ ଦେଖିଥିବ ମାନେ ସେଇ ସ୍ୱପ୍ନଟା ସକାଳ ଆସିଲା ବେଳକୁ ସେ ମିଛ ବୋଲି ପ୍ରମାଣିତ ହେଇଯାଇଥିବ ମାନେ ରାତିରେ ତମକୁ ଡର ଲାଗୁଥିବ ସକାଳ ଆସିଲା ବେଳକୁ ସେଟା ମନେ ହିଁ ନଥିବ ସେ କଥା ନିଜକୁ ପ୍ରମାଣିତ କରୁଛି କି ମୋ ଜୀବନରେ ଯେତେ ସବୁ ଖରାପ କାମ ମୁଁ କରିଛି ସେ ସବୁ ରାତିର ସ୍ୱପ୍ନ କରି ସକାଳ ଆସିଲା ବେଳକୁ ସବୁ ଲିଭି ଯାଇଛି ମାନେ ତାର ଯୋଉ ମନ ଭିତରେ ଦିବ୍ୟ ଜ୍ଞାନ ଉଦୟ ହେଇଛି ଦେଖ ଏଇ ଗୋଟାଏ ପଂକ୍ତି ପଢିଦିଏ ତାପରେ ସମସ୍ତେ ପଢିବ ଯୋଉଟା ନ ବୁଝିଲା ବୁଝିବ ତାର ପୁଣି ନେକ୍ସଟ ହେଲା ଦେଖ ଏ ମୋର ଜୀବନ ପଙ୍କ ଉରସି ଫୁଟି ଅଛି ଶତ ଦଳ ରିକ୍ତ ଏ ମୋର ସ୍ଫୁର୍ତ୍ତି ଗରବେ ଫଳିଛି ମୁକ୍ତା ଫଳ ସେ କହୁଛନ୍ତି ଏ ମୋର ଜୀବନ ମାନେ କେବଳ ନିଜ ଜୀବନ ହଉ ପଙ୍କ ସହିତ ତୁଳନା କରିଛି ଆଉ କଣ କରିଛି ନା ଉରସ ହଉଛି ଛାତି ହେଲା ଉରସରେ ଫୁଟି ଅଛି ଶତଦଳ ଶତଦଳ ଅର୍ଥ ହଉଛି କଣ ନା ପଦ୍ମ ଫୁଲ ସେ କହୁଛନ୍ତି ଏପରି ମାନେ ଏତେ ଗୋଟେ ପଙ୍କ ମାନେ କେତେ ନିଚ ନାଇଁ କି ମାନେ କେତେ ଗନ୍ଧ କେତେ ନିଚ ତାର କେତେ ସୁନ୍ଦର କେତେ ମୂଲ୍ୟବାନ ଫୁଲ ଫୁଟୁଛି କଣ ପଦ୍ମ ଫୁଲ ସେହିପରି ଆଜି ମୋ ଜୀବନର ନିଜ ଜୀବନକୁ ପିଙ୍ଗଳା ପଙ୍କ ସହିତ ତୁଳନା କରି ତା ମନରେ ଯୋଉ ଶ୍ରୀକୃଷ୍ଣଙ୍କ ପ୍ରତି ଭାବାନ୍ତର ସୃଷ୍ଟି ସେଇଟାକୁ ସିଏ ପଦ୍ମ ସହିତ ତୁଳନା କରିଦିଏ ମୋର ଗୋଟେ ଏତେ ଉଚ୍ଚ ଦେହରେ ବା ଗମ୍ଭୀର ଦେହରେ ଯାହା ହଉ ମାନେ ପଦ୍ମ ଫୁଲଟିଏ ଫୁଟିଛି ହେଲା ଆଉ କଣ ନା ରିକ୍ତ ଏ ମୋର ସ୍ତୁତି ଗରବେ ଫଳିଛି ମୁକ୍ତା ଫଳ ରିକ୍ତ ମାନେ ଅର୍ଥ ହଉଛି ଶୂନ୍ୟ ଶୂନ୍ୟ ହେଲା ଶୂନ୍ୟ ଏ ମୋର ସ୍ତୁତି ଗରବେ ମାନେ ଗୋଟେ ଉଦାହରଣ ଦେଇଛନ୍ତି ସ୍ତୁତି ଅର୍ଥ ହଉଛି ଶାମୁକା ସେମିତି ମତେ ଭଲ ହଉଥିଲା ଅନେକ ଆପରେ ମୁଁ ବି ପଚାରିବି ସେମିତି କାନ ଧରିକି ଠିଆ ଗୋଟେ ଗୋଟେ କଷ୍ଟ ସବୁ ତମେ ଲେଖିବନି ପରେ ପୁଣି ଏଇଟା ପଢିଲେ ତମେ ବୁଝିପାରିବ ନା କିଛି ମନ ନାହିଁ କିଛି ମନ ନାହିଁ ପଇଲେ ଲେଖିବ ଏଇଟା ସବୁ ଲେଖିବ ଖାତା ବାହାର କରିବନି ଏଇଟା ସବୁ ସେ ପେଜ ଭରିକା ଉଡିଯିବ ଆଉ କଣ ନା ଯୋଉ ଲେଖିଲା ଆମକୁ ହାତ କାଟିବ ଟେଷ୍ଟ କ୍ଲାସ କୁ ଯିଏ ପଢେଇ ପାଇଯିବ ଏଇଠି ଆସି କାନ ଧରି ଠିଆ ହବ ସେଇ ହିସାବରେ ପଢିକିନା ଆସିଥିବ ଶୀତ ହଉଛି ଶୂନ୍ୟ ଶୂନ୍ୟ ଶାମୁକା ଦେଖ ରିକ୍ତ ମୋର ସ୍ତୁତି ଗରବେ କାମୁକାର ଗର୍ଭରେ କଣ ଫୁଟେ ହେଲା ସେ କହୁଛନ୍ତି ମୋର ସେମିତି ସୂର୍ଯ୍ୟ ରୂପକ ଦେହରେ ମୁକ୍ତା ଫଳିଛି ହେଲା ମୁକ୍ତା ଫଳିଛି ମାନେ କାହା ସହିତ ତୁଳନା କରିଛି ମାନେ ତାର ମନ ସହିତ ତାର ମନ କଣ ନା ଯୋଉ ଏତେ ଗୋଟେ ଖରାପ କାର୍ଯ୍ୟରୁ କୋଉଠି ଯାଇଛି ନା ମାନେ ଆଧ୍ୟାତ୍ମିକ ପ୍ରତି ତାର ଯୋଉ ଭାବାନ୍ତର ସୃଷ୍ଟି ହୋଇଛି ବା ସେ ଯୋଉ ଶ୍ରୀକୃଷ୍ଣଙ୍କ ପାଖକୁ ଚାଲିଯିବ ସେଥିପାଇଁ କହୁଛି କି ଯେପରି ମାନେ ଯୋଉ ଶାମୁକା ଗର୍ଭରେ ଯେମିତି ମୁକ୍ତା ଫଳେ ସେପରି କଣ ନା ମୋର ଏଇ ଯୋଉ ଶୂନ୍ୟ ଗର୍ଭରେ କଣ ଆଜି ମୁକ୍ତା ଫଳିଛି ହେଲା ଲୋଡା ନାହିଁ ମୋର ଧନ ସମ୍ପଦ ମଣି କାଞ୍ଚନ ମାଳା ଲୋଡା ନାହିଁ ମୋର ବିଳାସ
हाँ चारु चित्रशाला कहते लोड़ा नहीं मोर धन संपद माने सबुदिन जो माने पुरुष माने आसती टंका पैसा धन रत्न मणि कांचन सब दियंती मोर आसबू टंका पैसा धन रत्न मोर एसबू दरकार नहीं किए पिंगला कही कौन ना लोड़ा नहीं मोर विलास पुंज माने सी जो घर विलास करुला ए विलास पुंज मोर दरकार नहीं आ कौन ना चारु चित्रशाला माने सी जो घरे रहूला ସେ ଘରକୁ ସବୁ ଚିତ୍ର ବିଚିତ୍ର ସବୁ ସଜେଇଥିଲେ ହେଲା ବିଳାସ ପୂର୍ଣ୍ଣ ସେ ଯୋଉ ଘରେ ରୁହେ ଏଟା ହଉଛି ବିଳାସ ପୂର୍ଣ୍ଣ ମଣିକାଞ୍ଚନ ସେଇ ଯୋଉ ସୁନା ରୂପା ମଣିକାଞ୍ଚନ ହେଲା ଆଉ କଣ ନଆଥିବ ଆଉ ରସିକନଙ୍କର ନଆଥିବ ମୋର ପୁରେ ବାରବଧୁ ମୋଇ ପିଙ୍ଗଳ ଆଜି ଚାଲି ଯାଉଅଛି ସେ କହୁଛି ମୁଁ ଆଜି ବହୁତ ଦୂରକୁ ଚାଲି ଯାଉଛି ଆଉ ରସିକ ନଗର ମାନେ ଆଉ କେହି ଆସିବ ନାହିଁ ଏସିଆନ ନଦୀକି ବାରବଧୁ ଏତିକି ପିଲାମାନେ ପଢ ପୁରା ମାନେ ବୁଝି ନ ପାଇଲ ପଚାର ବୁଝିବେ ସହଜ ଲାଗୁଛି ନା କଷ୍ଟ ଲାଗୁଛି ସହଜ ବିଷୟ ବହି ନାହିଁ ତମ ପାଖରେ ବହି ଦେଖୁନ ତା ପାଖରେ ଦିଟା ବହି ଅଛି ଆଙ୍କ ଦିଅ ଗୋଟେ ଦେଲା ନା ତମେ ଦି ଜଣ ଗୋଟେ ବହି ଦେଖ ବହି କିଣିବ ବହି ନ ପିଲେ କିଛି ବୁଝିପାରିବ କହୁଛନ୍ତି ସେଇ ଯୋଉ ଘରେ ସେ ବାସର କରେ ସେଇ ଘରକୁ ଲାଇଟ ରେ ଖେଳିଦିଏ ହେଲା ସେଇ ଘରେ ଯୋଉ ଦୀପଟା ଜଳେ ତାର ନାମ ହଉଛି ଖେଳିଦିଏ କେଳି ଦୀପର ଅର୍ଥ କଣ ଏଇଟା ଏ ତ ପଡେ ଆଉ ଜାଳିବ କି ଆଉ ସେ ବାସର ଝିଅ ସଜେଇବ କି ଶୂନ୍ୟ ସୁଆଗେ ଯୋଉ କେଳି ଦୀପ ଆଉ ଜାଳିବି ନାହିଁ ତ ଶୂନ୍ୟ ସୁଆଗେ ବସିତ ସେଇଟା ସେ କହିଛନ୍ତି ଯେତେବେଳେ ମାନେ ପିଙ୍ଗଳା ଯେତେବେଳେ ଚାଲିଯିବ ଯେତେବେଳେ ଶ୍ରୀକୃଷ୍ଣଙ୍କ ପାଖକୁ ଚାଲିଯିବ ତାର ପରମ ପୁରୁଷ ପାଖକୁ ସେତେବେଳେ ସେଇ କୁହରେ କେଳିଯିବ ମାନେ ସେ ଯୋଉ ବାସର ଗୃହରେ ଯୋଉ ଦୀପଟା ଜଳେ ତାକୁ କେଳି ଦୀପ କୁହାଯାଏ ସେ କହୁଛନ୍ତି ସେଇ ଯୋଉ ପୂଜାରେ ମୋ ବସିକିନା କୁହ କିଛି ଆଦର ଆଦରରେ ବସିକିରି ମୁଁ ସେ ଦୀପ ଜାଳିବି ନାହିଁ ଯେତେବେଳେ ସେ ଚାଲିଯିବ ସେ ଦୀପ କିଏ ଜାଳିବ ବିରୋଧୀର ଅଭିନୟ ପ୍ରେମର ଅଭିନୟ
ସେଇଟା ମୁଁ ବୁଝେଇବି ଟୋଟାଲି ସେକେଣ୍ଡ ଲାଇନ ଟା ସେକେଣ୍ଡ ପାରାଗ୍ରାଫ ଟା ମୁଁ ଆଉ ଥରେ ପଢିବି ହେଲା ଆଉ ଫାର୍ଷ୍ଟ ଆଉ ଥାର୍ଡ କାର ଅଛି ସେକେଣ୍ଡ ଟା ଛାଡିଦିଅ ଆଉ ଥରେ ସମସ୍ତଙ୍କୁ ବୁଝେଇବି ସେଇଟା ସମସ୍ତଙ୍କୁ ଟିକେ ଡାଉଟ ଅଛି ତାପରେ ପିଲାଙ୍କୁ କଣ ସାମୁକା ସାମୁକା ସୀତାଫଳ ମାନେ ବିଦ୍ୟୁତ ଖଣ୍ଡନ ମୋତି ମୋତି ମାର ଶୁଭୁନି ଦୂରଦର୍ଶ ଛାତି ଯୋଉମାନେ ସବୁ ଲେଖିନଥିଲେ ସେଇମାନେ ହିଁ ପଚାରୁଥିଲେ ଠିକ ଆମେ ଲକ୍ଷ୍ୟ କରିଛି ନା ଯୋଉମାନେ ଲେଖିନଥିଲେ ସେଇମାନେ ହିଁ ପଚାରୁ ପୁଣି ପୁଣି ସବୁ ମନେ ରଖିଦେବେ ନା ହଉଛି ଶୂନ୍ୟ ହେଲା ସେ କହିଛନ୍ତି ଏଇ ଯୋଉ ମୋର ତାଙ୍କ ଦେହକୁ ସେ ଶୂନ୍ୟ ସହିତ ତୁଳନା କରୁଛି ହେଲା ସେ କହୁଛନ୍ତି ରିକ୍ତ ମୋର ସୃଷ୍ଟି ଗରାବେ ଫଳିଛି ମୁକ୍ତା ଫଳ ସେ କହୁଛନ୍ତି ଯେପରି ଶାମୁକା ଭିତରୁ ଜଣକୁ ବୁଝଉଛି ଅପେକ୍ଷା କର ସେ କହୁଛନ୍ତି ମାନେ ସୃଷ୍ଟିଗର ମାନେ ଶାମୁକା ଭିତରେ ସେପରି ଗୋଟେ ମୂଲ୍ୟବାନ କଣ ମୋତି ଫଳେ ସେପରି ମୋର ଏଇ ଶୂନ୍ୟର ଶରୀର ଭିତରେ ଗୋଟେ ଆଜି ମୋତି ମାନେ ଫୁଟିଛି ହେଲା ଉଦାହରଣ ଦେଇକି ସେ ବୁଝେଇଛନ୍ତି ତୁ ଆଉ କଣ ବୁଝାଇଥିଲା ଯୋଉ ରୁହେ ସେଇଟାକୁ କୁହାଯାଏ ବିଳାସ ପୂଜା ପାଇଲା ପିଲାମାନେ ସମସ୍ତଙ୍କର ସେକେଣ୍ଡ ପାରାଗ୍ରାଫ ଟା ବୁଝେଇଦେବି ହେଇଯିବ ମୁଁ ପିଲା ଆଉ କାହାର କିଛି ଆପଣ କିଛି ବୁଝିବ ଦେଖ ଏଇ सेकंड पैराग्राफ टा देखो समस्त जे डाउट अछि सेटा बुझिबा देखो काहा आगे आउ देखाई भी नहीं धीरे धीरे अभिनय देखौचंदी कि जेतबेले मु पळेबी मोर कोन ना परम पुरुष बापू बा कृष्ण बापू को मु चली जेबी बहुत दूर को जेतबेले आउ मु ए जो देह नगर रे जो माने विभिन्न सब रसिक पुरुष माने आसंदी और काहा को मोर प्रेम काहा आगे तो मु प्रेमर अभिनय करबी ଆଉ କଣ ନା ନିଶାର ଅସାର ସ୍ୱପ୍ନ ସମାନ ସକଳ ଭଜିଛି ତୟ ସେ କହୁଛନ୍ତି ନିଶାର ମାନେ ରାତିର ହେଲା ଯୋଉ ଅସାର ହଉଛି ମିଥ୍ୟା ହେଲା ସେ କହୁଛନ୍ତି ରାତିର ଯେପରି ମାନେ କେତେ କେତେ ସ୍ୱପ୍ନ ଆସେ ସକାଳ ହେଲା ବେଳକୁ ସେ କୁଆଡେ ପୁଣି ଚାଲିଯାଏ ସେପରି ମୋ ମାନେ ମୋ ଜୀବନ ଭିତରେ ଏମିତି କେତେ କେତେ ସବୁ ମାନେ ଘଟଣା ଘଟି ଯାଇଛି କିନ୍ତୁ ଆଜି ରାତି ପରଠାରୁ ସେ ସବୁ ସେମିତି ଚାଲିଯିବ ଯେପରି ରାତିରେ ସ୍ୱପ୍ନ ଆସି ଯେମିତି ଚାଲିଯାଏ ମୋ ଜୀବନରେ ବି ସେମିତି ଯେତେ ସବୁ କଳଙ୍କିତ ମାନେ ମୁଁ ଯେତେ କାମ କରିଛି ସେ ଆଜି ସକାଳ ହେଲା ବେଳକୁ ସବୁ ଚାଲି ଯାଇଛି ହେଲା ବା ଶୂନ୍ୟ ହେଇଯାଇଥିବ ଆଉ କଣ ସେ ମରମ ମୋହର ଲବି ଅଛି ସକଳ ଭଜିଛି ଭଜିଛି ମାନେ କଣ କହିଲ ଭୁଲି ଯିବା ଗୋଟେ ଜିନିଷ ଛାଡିଦେବା ଏମିତି ଆଉ କେମିତି କଣ କହିଲ ଯେମିତି ସ୍ୱପ୍ନରେ ସକାଳ ଆସିଲା ବେଳକୁ ମାନେ କିଛି କିଛି କଥା ମନେ ବି ନଥିବ ରାତିରେ କେତେ ସମୟ ଦେଖିବ ହଁ ଦେଖ ମରମେ ମୁହର ଲବି ଅଛି ଆଜି ଦିବ୍ୟ ପରମ ଧନ ସେ କହୁଛନ୍ତି ମୋ ମର୍ମରେ ବା ମୋ ହୃଦୟରେ ଆଜି କଣ ହେଇଛି
ना परम गोटे दिव्य ज्ञान उदय मिले को दिव्य ज्ञान ना सी विद्यानगर आ जो बेसिया काम को छाड़ी कोडे चली जीवो श्रीकृष्ण पाखक चली ହେଲା बेटा होची कोन तार ए जो दिव्य ज्ञान उदय मिस्ता कमरे पाता हृदय आ कोन ना मरत पथर अमर बंधु अंतर विमोहन अंतर विमोहन अर्थ कोन ना जे हम जे कोन माने पूरा अंतर को कष्ट दबा सेमिति माने जे मन को माने मोहित करना लाते कहउछंदी मरत माने मो मृत्यु पथर माने मरिबा पर्यंत जे मो साथी रे रहिबे अमर बंधु माने मरिबा पर्यंत लाते होचंदी जे श्रीकृष्ण होचंदी अमर ହେଲା ମୁଁ ତାଙ୍କୁ ମରିବା ପୂର୍ବରୁ ପାଇଁ ମରିବା ପରେ ବି ସେ ମୋ ସହିତ ଥିବେ ଆଉ କଣ ନା ଅନ୍ତର ବିମୋହନ ମାନେ ଯିଏ ସମସ୍ତଙ୍କ ଅନ୍ତରକୁ ବିମୋହିତ ବା ଆକର୍ଷିତ କରିଥାନ୍ତି ହେଲା ସେକେଣ୍ଡ ଟା ପଢିବା एपटे तो अच्छे नवाथिब और रथिकनगर नवाथिब मोरपुरे 12 बतु हुई पिंगला आजी चली जाउ अछि माने से जीवा पूर्व माने समस्त कहि जाउची कि नवाथिब और रथिकनगर बिने एई विद्यानगर को आ के आसीबनी आ कोन ना 12 बतु हुई पिंगला आजी मु आजी बहुत दूर को पिंगला कहूची मु आजी बहुत दूर को चली जाउ जेला पिला माने बोले सब बुझ पाइलो ना कार किछि डाउट देखो आज ये मधुर निश्चित लगने मेतुर धरणी सारा गगने हसई मोहन इंदु हसई मुग्धता तो कहउचंदी आज ये मधुर निश्चित मधुर अर्थ कोन निश्चित अर्थ होची राती एई सब लेख निश्चित अर्थ राती हैला लगन अर्थ होची समय भल समय मेतुर अर्थ होची कोन ना चिकण बा कोमल मेतुर अर्थ होची चिकण बा कोमल अरणे पिला माने जानिचा पृथ्वी आज मधुर निश्चित लगने मेतुर धरणी सारा से कहउचंदी माने आज जो मधुर निश्चित लगने आज होची कोन ना लग्न होची समय माने मधुर माने माने भल समय रे माने मेदुरा होची चिकण बा कोमल माने जेतले रात्रि समय रे माने पृथ्वीटा केमि धरला शांत सरल माने जेतले जन्म माने पडिथिले सबडे माने शीतल आलोक नै कि केते सुंदर लागे सेतबे देखै कहै छी कोमल बा चिकण कहउचंदी आज जो मधुर राति रे होला कोन ना जो चंद्र जो किरणटा पडिची होला मेदुर धरणी सारा गगने हसई मोहन इंदु गगन अर्थ होची आकाश आकाश रे हसुचंदी किए मोहन इंदु माने जन्म होला इंदु माने अर्थ होची मोहन जो इंदु अर्थ होची जन्म होला मोहन माने जी माने देखो बोले जी मन सोहिनी आ मुग्ध आ कोन हसई मुग्ध तारा माने जो तारा माने सब जो से कहउचंदी जेतबळे राति हे जाए सेतबळे आकाश रे कोन हे जाए ना सूर्य हसुतांती आउ किए ना हां सूर्य को तारे जो जन्म हसुतांती आउ कोन तारा भी ओटा न बुझी पारो जो रक्त मु लास्ट को पढे सला परे माने एमिति मिस्टेक हो जाउची ना मु जन्म को सूर्य करछि ताकि मु पुनी जो बुझिला बेले मते पछारियो देखा दिसी दिसी पुणी उछुली पड़ई शुभ्र जोछना सिरी से कहउचंदी दिसी दिसी अर्थ होची माने दिग विदिग जेतेबेले जो जन्मकर जो किरणटा पड़े शीतल किरण तो कोन गोटाई जगह पर्टिकुलर पड़े सब दिग विदिग पड़े ना कहउचंदी दिग दिसी दिसी पुणी उछुली पड़ई शुभ्र शुभ्र अर्थ कोन माने धळा सूर्य जो खाली सूर्य पाटरे पड़े जन्म किरणटा होची कोन पूरा धळा शीतल आ कोन गछना सिरी
ସେ କହୁଛନ୍ତି ଯୋଛନା ପିରିୟଡ ଯୋଉ ନା ନା ସେ ଯୋଉ ଟିକେ ଟିକେ ରାତିରେ ଦେଖିଛ ମାନେ ଟିକେ ଟିକେ ସବୁ ଯୋଉ କାକର ଭଳିଆ ପଡେ ସେଟା ହଉଛି ଯୋଛନା ପିରିୟଡ। ଦେଖିବ ମାନେ ଶୀତ ଦିନ ନୁହଁ ବର୍ଷା ଦିନ ହଉ କି ଖରା ବି ଦିନ ହଉ ଦେଖିବ ଗଛର ଉପରେ ମାନେ ରାତି ପାଇଲା ବେଳକୁ ସବୁ ଟିକେ ଟିକେ ପାଣି ଲାଗିଛି ସେଇଟା ହଉଛି ଯୋଛନା ପିରିୟଡ ହେଲା। ମାନେ ଯୋଉ ଜହ୍ନଙ୍କର ଯୋଉ ଶୀତଳ କିରଣରେ କିଛି କିଛି ମାନେ ଯୋଉ ରଶ୍ମିଟା ଆସେ ସେଟା କୁହାଯାଏ ଯୋଛନା ପିରିୟଡ। ଦେଖ ତାପରେ ସ୍ନିଗ୍ଧ ସମୀର, ସ୍ନିଗ୍ଧ ଅର୍ଥ ହଉଛି ମଧୁର, ସମୀର ଅର୍ଥ ହଉଛି ପବନ। ସ୍ନିଗ୍ଧ ସମୀର ମଧୁର ଲହରେ ବହି ଆସେ ଥିରି ଥିରି। ସେ କହୁଛନ୍ତି କଣ ନା ଯେତେବେଳେ ରାତି ସମୟରେ ପବନ ହୁଏ କେମିତିକା ପବନ ହୁଏ ପୁରା ଧୀରେ ଧୀରେ ଆଉ କଣ ନା ମଳୟ ପବନ ଯୋଉ ଥଣ୍ଡା ଥଣ୍ଡା ପବନ ଆସ୍ତେ ଆସ୍ତେ ବହୁଥିବ ନାଇଁ ସେ କଥା କହୁଛନ୍ତି ମଧୁର ସମୀର ଆ ମଧୁର କଣ ଯୋଉ ପବନ ଟା ଏମିତି ଆସେ ନା ମଧୁର ଲହରେ ମାନେ ଆସ୍ତେ ଆସ୍ତେ ଲହର ମାନେ କଣ ମାନେ ଯେମିତି ଦେଖିନ ସମୁଦ୍ରର ପାଣି ଲହରୀ ଲହରୀ ହେଇକି ଆସୁଥିବ ସିଏ ଆମକୁ ପାଣି ଟା ଆମକୁ ଦେଖା ହଉଛି କିନ୍ତୁ ପବନ ଟା ଆମେ ଜୋର ହଉଛି ଅଳ୍ପ ହଉଛି ଆମେ କେମିତି ଆମେ ଅନୁଭବ କରିପାରିବା ଆମେ ତ ପବନ ତ ଦେଖିପାରିବାନି ନା ଆସ୍ତେ ଆସ୍ତେ ଯଦି ଥଣ୍ଡା ଥଣ୍ଡା ପବନ ଆସ୍ତେ ଆସ୍ତେ ପବନ ହଉଛି ଯଦି ଜୋର ପବନ ହଉଛି ଆମେ କହିବା କଣ ଜୋରରେ ପବନ ହଉଛି ଅନୁଭବ କରିବା ହେଲା ତ କହିଲେ ମଧୁର ଲହରେ ବହି ଆସେ ଥିରି ଥିରି କଣ ଥିରି ଆସେ ଭାସି ଆସେ ମୋର ବନ୍ଧୁ ପରଶ ଆହା କେଡେ ସୁମଧୁର ସେ କହୁଛନ୍ତି ଯୋଉ କେତେ ଦୂରରୁ ଯୋଉ ଆସ୍ତେ ଆସ୍ତେ ଯୋଉ ଧୀରେ ଧୀରେ ଯୋଉ ପବନ ବହି ଆସୁଛି ସେଇ ପବନ ଭିତରେ ମୋର ବନ୍ଧୁଙ୍କର କଣ ନା କଣ ପରଶ ମାନେ ସିଏ ନିଜେ ପିଙ୍ଗଳ ଭାବୁଛି କି ମତେ ଏମିତି ଲାଗୁଛି କି ସେ ବନ୍ଧୁ ଯେମିତି ମାନେ ଆସିକିନା ମତେ ସ୍ପର୍ଶ କରୁଛନ୍ତି ହେଲା ମାନେ ସେ ପବନ ଟା ଏମିତି ବହୁଛି ପିଙ୍ଗଳକୁ ଲାଗୁଛି ଯଦି ମୋ ବନ୍ଧୁ କେତେ ଦୂରରେ ଥିଲେ ବି ଏମିତି କଣ କରୁଛନ୍ତି ନା ତାଙ୍କର ହାତର ସ୍ପର୍ଶ ମୋ ପାଖକୁ ମାନେ ପହଞ୍ଚି ପାରୁଛି ହେଲା ଆଉ କଣ ସେ କହୁଛନ୍ତି ଭାସି ଆସି ମୋର ବନ୍ଧୁ ପରଶ ଆହା କେଡେ ସୁମଧୁର ମାନେ ଯେତେବେଳେ ମୁଁ ଯେତେବେଳେ ତାଙ୍କର ହାତର ସ୍ପର୍ଶ ପାଉଛି ନା ସେତେବେଳେ ମତେ ମାନେ କେତେ ଆନନ୍ଦଦାୟକ ଲାଗୁଛି ତାପରେ ଦେଖ ଅଙ୍ଗ ପୁଲକି ଉଠଇ ବରଷାର ନିପතුର ମାନେ ସିଏ ଗୋଟା ଉଦାହରଣ ଦେଇଛନ୍ତି ଯେପରି ଯେତେ ବର୍ଷା ହବ ସେତେ ପତଙ୍ଗ ଫୁଲ ସେତିକି ମାନେ ଆନନ୍ଦିତ ହେଇକିନା ମାନେ ଉତ୍ପଠିତ ହବ ମାନେ ସେତିକି ଫୁଟିବ ଦେଖିବ ଖରା ହେଲେ ପତଙ୍ଗ ଫୁଲ ଟା ବେଶୀ ଫୁଟି ପାରିବନି ଯେତେ ବର୍ଷା ହବ ମାନେ ଖରା ହେଲେ ବର୍ଷା ଯେତେ ହବ ପତଙ୍ଗ ଫୁଲ ଟା ମାନେ ସେତେ ଭଲ ଫୁଟିବ ସେମିତି ସିଏ କହୁଛି କେମିତି ନା ଯେପରି ବର୍ଷା ହେଲେ ମାନେ ପତଙ୍ଗ ଫୁଲର ଅଙ୍ଗଟା ଯେମିତି ଫୁଲକିତ ହେଇ ଉଠେ ସେମିତି ଯେତେବେଳେ ପବନ ଆସୁଛି ମତେ ଲାଗୁଛି କି ମୋର ବନ୍ଧୁ ମୋର ଦେହକୁ ସ୍ପର୍ଶ କରୁଛନ୍ତି ମୋ ଦେହଟା ସେମିତି ଫୁଲକି ଉଠୁଛି ମାନେ ଗୋଟେ ଉଦାହରଣ ଦଉଛି ଆନନ୍ଦିତ ହେଇଯାଉଛି ମାନେ ଅତ୍ୟଧିକ ଖୁସି ହେଇଯିବ ନିପଫୁଲ କଥା ହଉଛି ପତଙ୍ଗ ଫୁଲ ପତଙ୍ଗ ଫୁଲରେ ଦେଖିନା ତାର କେତେ ଫାଷ୍ଟ ଥିବ ଗୋଟେ ଗ୍ରୀନ କଲର ତାପରେ ଗୋଟେ ଥିବ ୟେଲୋ କଲର ଟିକେ ଟିକେ ତାପରେ ପୁରା ଯୋଉ ଥିବ ହ୍ୱାଇଟ କଲର ପୁରା ଫୁଟିଲା ବେଳକୁ ଏଡିଯିବ ନାଇଁ ପୁରା ଏମିତି ହେଇଥିବ ଯୋଉ ଇଏ ଭଳିଆ ଅଣ୍ଟ ଗୀତ ଭଳିଆ ହେଇଥିବ ଅଣ୍ଡା ତାପରେ ଦେଖ ବାଜି ଉଠେ ପୁଣି ମଞ୍ଜୁ ମୁରଲି କାହିଁ କେଉଁ ଦୂର ଦେଶେ ଜୀବନ ଯମୁନା ଉଜଣିକି ଉଭଇ ମଞ୍ଜୁ ମଜିରା ବେଶୀ ସେ କହୁଛନ୍ତି ବାଜି ଉଠେ ପୁଣି ମଞ୍ଜୁ ମୁରଲି ମଞ୍ଜୁ ଅର୍ଥ ହଉଛି ସୁନ୍ଦର ହେଲା ସେ କହୁଛନ୍ତି କି ମାନେ ସେ କଣ ଶ୍ରୀକୃଷ୍ଣଙ୍କର ମାନେ ଆଶ୍ରୟ ନେଇଛନ୍ତି ନା ସେ କହୁଛନ୍ତି ସେ ଯୋଉ ପବନ ଟା ଆସୁଛି ମତେ ଲାଗୁଛି କି କୋଉ ଦୂର ଦେଶରୁ ତାଙ୍କ ବଂଶୀ ସ୍ୱର ଯେମିତି ମୋ ପାଖକୁ ଭାସି ଆସୁଛି ସୁନ୍ଦର ସୁନ୍ଦର ମୁରଲୀ ସ୍ୱର ଦୂର ଦେଶ ମାନେ ସେ କହିଛନ୍ତି କୋଉ ଦୂର ଦେଶରେ ମୋର ବନ୍ଧୁ ଥାଇକି ମାନେ ବଂଶୀ ଫୁଙ୍କୁଛନ୍ତି ସେଇ ପବନରେ ମୋ ପାଖକୁ ସୁନ୍ଦର ମୁରଲୀ ଚାଲି ଆସିଛି ଜୀବନ ଯମୁନାରେ ଉଜାଣି ଉଠଇ ମଞ୍ଜୁ ମଦିରା ବେଶୀ ସେ କହୁଛନ୍ତି ମୋ ଯୋଉ ଜୀବନ ରୂପକ ଯମୁନା ମାନେ ତାଙ୍କ ଜୀବନକୁ ସେ ଯମୁନା ମାନେ ଗୋଟେ ନଈସହିତ ତୁଳନା କରୁଛନ୍ତି ଯେପରି ସେ ଆଗକୁ ଆଗକୁ ମାନେ କଣ ସେ ଗୋଟେ ଖରାପ କାମରେ ଲିପ୍ତ ହେଇ ଯାଉଥିଲା କିନ୍ତୁ ମୁଁ ଆଜି ସେଇଆଡକୁ ନ ଯାଇକି ମୁଁ ଉଜାଣି ପୁଣି ମୁଁ ଚାଲି ଆସିବି କୁଆଡକୁ ନା ମଞ୍ଜୁ ମଞ୍ଜୁ ଅର୍ଥ ହଉଛି କଣ ସୁନ୍ଦର ଆଉ ମଧୁର ହେଲା
ମଦିରା ବସ୍ତି ମାନେ ମଦ୍ୟ ପ୍ରଭାବ ମାନେ ସେ କହୁଛନ୍ତି ମଦ୍ୟ ପ୍ରଭାବ ଏମିତି କଣ କହିଛି ନା ସେ ଯୋଉ ତା ଜୀବନକୁ ବଦଳେଇ ଦେଇଛି ମାନେ ଗୋଟେ ପଟରେ ଯାଉଥିଲେ କିନ୍ତୁ ବର୍ତ୍ତମାନ ସେଠୁ ଫେରିକି ଆସିକି ସେ ଆଉ ଗୋଟେ ପଟରେ ଯାଉଛି ମାନେ ଶ୍ରୀକୃଷ୍ଣଙ୍କ ପାଖକୁ ଯାଉଛି ମାନେ ଯେମିତି ମାନେ ମଦର ନିଶା ଯେମିତି ସମସ୍ତଙ୍କୁ ପାଗଳ କରିଦିଏ ସେମିତି ଶ୍ରୀକୃଷ୍ଣଙ୍କର ନିଶା ଆଜି ତାକୁ ପାଗଳ କରିଦେଇଛି ହେଲା ଆଉ କଣ ନା ପାଷାଣ କାରମ ଯାଇଅଛି ଭାଜି ଜାଗିଛି ମୁକ୍ତ ଧାରା ଯାଉଅଛି ଆଜି ଜୀବନର ମୋ ପ୍ରିୟତମ ଅବସର ସେ କହୁଛନ୍ତି ପାଷାଣର କାଳ ମାନେ ଇଙ୍ଗରା ଯୋଉ ଘର ଭିତରେ ରହୁଥିଲା ସେଟା କଣ ନା ପଥର ଘର ଥିଲା ହେଲା ସେ କହୁଛନ୍ତି ସେଇ ଘରଟା ଆଜି କଣ ହେଇଯାଇଛି ଆଜି ଭାଙ୍ଗି ଯାଇଛି ମୋ ପାଇଁ ଆଉ ମୁଁ ଆଜି ମୁକ୍ତ ହେଇଯାଇଛି ମାନେ ମୁଁ ଯୁଆଡେ ଚାହିଁବି ସିଆଡେ ଯାଇପାରିବି ଆଉ ସେଇ ଯୋଉ ପାଷାଣର ପଥରର ଘର ଭିତରେ ମୁଁ ବନ୍ଦୀ ହେଇକିନା ରହିପାରିବି ନାହିଁ ହେଲା ଯାଉଅଛି ଆଜି ଜୀବନର ମୋ ପ୍ରିୟତମ ଅଭିଶାପ ସେ କହୁଛନ୍ତି ମୋର ପ୍ରିୟତମ ଅଭିଶାପ ମାନେ ମୁଁ ଆଜି ଶ୍ରୀକୃଷ୍ଣଙ୍କ ପାଖକୁ ମୁଁ ଆଜି ସବୁଦିନ ପାଇଁ ଚାଲି ଯାଉଛି